ବଣରେ ଦୁଇଟି ପ୍ରାଣୀ ନାଚକୁଦ କରି ଜୀବନ ବିତାଉଥିଲେ। ଜଣେ ହେଲା ହରିଣ ଆଉ ଜଣେ ହେଲା ହରିଣୀ। ଦି ଜଣ ବହୁତ ଆନନ୍ଦରେ ଥିଲେ। ଦିନକର କଥା। ଏମିତି ବନସ୍ତେ ବୁଲୁ 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 ଦିନେ ଦି ଜଣକୁ ଭାରି ଶୋଷ ଲାଗିଲା। ଯାଉ 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 କିଛି ପାଣି ଟୋପାଏ ବି ପାଇଲେନି। ଶେଷରେ ବୁଲୁ ବୁଲୁ ଗୋଟେ ପଥର କୋରଡ଼ରେ ଅଳ୍ପ କିଛି ପାଣି ଥିଲା। ତେଣୁକରି ହରିଣୀ କହିଲା, ତୁମେ ପିଇ ଦିଅ ସ୍ୱାମୀ। ହରିଣ କହିଲା, ତୁମେ ପିଇ ଦିଅ ସ୍ତ୍ରୀ। ଆଜ୍ଞା, କାହିଁକି ନା ହରିଣ କହିଲା, ଦେଖ ତମ ପେଟରେ ମୋର ପିଲା ଅଛି, ତେଣୁକରି ଶିଶୁ ହତ୍ୟା ଦୋଷ ମୁଁ ଚାହୁଁନି, ତମେ ପିଇ ଦିଅ। ହରିଣୀ କହିଲା, ନା ନା ସ୍ୱାମୀ, ମୁଁ ସ୍ୱାମୀ ହତ୍ୟା ଦୋଷ ଚାହୁଁନି, ତେଣୁକରି ତମେ ପିଇ ଦିଅ। ଆଜ୍ଞା, ଏଇଭଳି ଭାବରେ ଦି ଜଣ ନ ପିଇ ଶେଷରେ ମରିଗଲେ। ଦି ଜଣ ଯାଇ ଯମପୁରରେ ପହଞ୍ଚିଲେ। ତ ବନ୍ଧୁଗଣ, ଶିଶୁ ହତ୍ୟା ଦୋଷ କାହାକୁ ଲାଗିବ?